हाय फ्रेंड्स मो चैनल को अपन बहुत सारा स्वागत कर समस्ते केमी आम बहुत भलरे अच्छे संध्या बेलर समय सूर्यर करा आज मुहर पड़ू तो 4टा 4:30 समय तो चलते देखा कौन हो कौन नहीं छुआ मो पो आसी सारा स्कूल झील तो थी सकाल तार स्कूल जेहेतु तो चलते देखा बहुत दिन पर मुझे आपण मान पाक मोर लंग वीडियो नहीं कौन पर आसीपार नी कौन होता सब मुझे बतेबी सांग मैंने तो चलते देखु था कौन हो कौन नहीं देख स्कूल आसिक मस्ती माड़ी माड़ खाई बड़ी छुआ मैंने संध्या दौरान ब्रह्मज्योति प्रदीप्ताय गुरुर्ज्योति नमोस्तुते चौरा पक जाऊे तो संध्या प्रार्थना सरला छुआ मान आज चाह ना आज आम खाइबू मुढ़ी आ उखुड़ा सारा आम कि तो हम मुढ़ी पाग मुढ़ी चलतु खाइबा आग मिसेक छुआ मैंने खाईदेबू चाह होना बन चाह चाह ए तो मोर चाह प्रिय नुह खाली आम नहीं आम पीऊ चाह पीबू बोले मुढ़ी पाग खाइबा आज मो झील देखु समस्ते मना कले बोलिकी दी भाई भौणी मु खाली मुढ़ी बसिक चोबेली मो झील आसी कहला मु भी खाली मुढ़ी खाइबी खा खाली मुढ़ी आम उखुड़ा कलुनु खाइलुनु उखुड़ा मुढ़ी कि मुढ़ी पाग भी कलिनी मुझे कहला दीटा मुढ़ी चोबई देवी बोली चोबई दौली एटा आसिक शेष में बसुची मो छुआ आसी तार से अच्छी देखुची क्या डुंगी डुंगी क्या देखुची डुंगी डुंगी ता मूर्ति देखी दिखती सांग मैंने यहाँ 2 दिन पूर्वर वीडियो आम जाइलु शिल्प मेला बरगड़े पड़ता देखापी तो सेठी मु वीडियो अपलोड कर पारु नथली बोलिकी मु वीडियो किसी करू नथली किंतु चाहिए शिल्प मेलार किसी वीडियो क्लिप नहीं जोटा कि मुझे सहित शेयर करने चाहिए तो सेठी देखंतु कौन हो कौन नहीं आम के मजा मस्ती कलु बुली बालिकी प्रोग्राम भी चली सेठी भी टिके देखिलु प्रोग्राम एटा देखंतु सब छुआ मैंने बहुत मजा कर गाड़ी मैंने देखी देखिकी जेहेतु शिल्प मेला पड़ता तो कृषि जंत्र सब थिला माने गाड़ी तेणुक से सब चढ़ी चढ़ी बसी बासिकी छुआ मैंने मजा मस्ती करें भी देखिलु से ये कलु ड्रोन गोटे थिला एटा औषध बोधे सिंचन करने ड्रोन साहाय्य तो यहाँ भी चलैले से आम भी से देखिलु ठिया होकर बहुत बड़ ड्रोन थिला सेटा को देखिलु सेटा भी मजा नेलु आउे बुली बालिकी प्रोग्राम है शेष भी देखिलु खाई पीकि घर को फेरिलु तो देखंतु आपण माने भी मजा नियंतु देख रे बाबू अलगा दिसुची
ଦେଖନ୍ତୁ ପଞ୍ଝା ଲଡ଼ଉଛନ୍ତି ମୋ ପୁଅ ଆଉ ଝିଅ ଦେଖନ୍ତୁ କେମିତି ପଞ୍ଝା ଲଡ଼ଉଛନ୍ତି କିଏ ଜିତିବା ଦେଖିବା ସେଥିରୁ ତାପରେ ମାଡ଼ଗୋଳ ହେଇଯିବେ ଏ ଦେଖ ତ ସାଙ୍ଗମାନେ ଆଜି ମୁଁ ରୁଟି କରିବିନି ଆଉ ଆଜି ମୁଁ ମଣ୍ଡା ପିଠା କରିବି ସିଝା ମଣ୍ଡା ଚାଉଳ ଗୋଟେ ଟିକେ ବତୁରେଇ ଦେଇଥିଲି ତାକୁ ଧୋଇ ସାରିଲେଣି ଚାଲନ୍ତୁ ତାକୁ ବାଟିଦେବା ବିରି ଗଜା ଟିକେ କରିବା ତ ବିରି ବି ଟିକେ ବତୁରେଇଛି ଏଇଟା ନଡ଼ିଆ ପୁର ବାଲା କରିବାନି ବନ୍ଧାକୋବି ପୁର ବାଲା କରିବା ତ ଆଗ ମୁଁ ଚାଉଳକୁ ବାଟିଦିଏ ତାପରେ ଆର କାମ କରିବା ସାଙ୍ଗମାନେ ଜନ୍ତୁଣି ରେଡ଼ି ହେଇଗଲା ଏପଟେ ପୁର ଲାଗି ବସିଯାଇଛି ବନ୍ଧାକୋବି ଟିକେ ସନ୍ତୁଳି ଦେଉଛି ଆଉ ବିରିକି ବି ଧୋଇ ସାରିଲେଣି ଚାଲନ୍ତୁ ତାକୁ ବାଟିଦେବା ସାଙ୍ଗମାନେ ମୁଁ ଏଥିରେ ବିରି ପୁର ବି ରେଡ଼ି କରିସାରିଲିଣି ବିରି ଧନିଆ ପତ୍ର ଜିରା ଟିକେ ଦେଇକରି କଞ୍ଚା ଲଙ୍କା ଟିକେ ଦେଇଛି ଏପଟେ ମୋର ତରକାରୀ ପୁର ବି ରେଡ଼ି ହେଇଗଲାଣି ଆଉ ଟିକେ ଖାଲି ପାଣି ଶୁଖିଯାଏ ତାପରେ ଚୁଲିକୁ ବନ୍ଦ କରିଦେବା ଏଇଟା ଟିକେ ଥଣ୍ଡା ହେବା ପାଇଁ ଛାଡ଼ିଦେବା ତ ସାଙ୍ଗମାନେ ଦେଖନ୍ତୁ ମୋର ରେଡ଼ି ହେଇଗଲା ପିଠା ମଣ୍ଡା ପିଠା ଗୋଲ ଗୋଲ ତରକାରୀ ଏଇଟା ସରିଗଲାଣି ଏଇଠି ବିରି ଗଜା ବସାଇ ଦେଇଛି ତ ସାଙ୍ଗମାନେ ମଣ୍ଡା ପିଠା ରେଡ଼ି ହେଇଗଲା ଆମେ ସମସ୍ତେ ଖାଇଦେବୁ ମୁଁ ଶୀତ ଦିନେ ପ୍ରାୟ ଏମିତି ପିଠା କରିଦିଏ ଆଉ ଆମେ ରାତିରେ ଖାଇଦେଉ କିଛି ଅବଜେକ୍ସନ୍ କାହାରି ନଥାଏ କାହିଁ ରୁଟି ତରକାରୀ ହେଲାନି ବୋଲିକିରି ଘର ଲୋକ ବି ଶାନ୍ତିରେ ଖାଆନ୍ତି ଖୁସିରେ ବି ଖାଆନ୍ତି ତ ଏଇଟା ହେଉଛି କଥା ସମସ୍ତେ ପେଟ ଭରି ଖାଉ ଆମେ ପିଠା କଲେ ତ ଏଇଟା ହେଉଛି ଭଲ ଲାଗେ ବହୁତ ଟେଷ୍ଟି ଲାଗେ ଏମିତିଆ ପିଠା କରିକିରି ଖାଇବା ଲାଗି ଆଉ ଗୋଟେ କଥା ମୁଁ ଜରୁରୀ ଆପଣମାନଙ୍କ ସହିତ ସେୟାର କରିବି ବୋଲି ଭାବିଛି ମୁଁ କ'ଣ ପାଇଁ ଭିଡ଼ିଓ ଆଣିପାରୁନଥିଲି ତ କଥା ହେଇଥିଲା ସ୍କୁଲରେ ଗୋଟେ ପ୍ରୋଗ୍ରାମ୍ ଥିଲା ମାତୃକର୍ମଶାଳା ହେଉଥିଲା ସେଠିକି ମୁଁ ଯାଇଥିଲି ଯେଉଁଟାକି ମୁଁ ଭିଡ଼ିଓ କରିଛି କିଛି କିଛି କ୍ଲିପ୍ସ ନେଇଥିଲି ତ ସେଟା ନେଉଥିଲି ମୋ ଝିଅର ନାଚ ବେଳେ ଠିକ୍ ଟାଇମ୍କୁ ମୋ ଫୋନ୍ ଅଫ୍ ହେଇଗଲା ମାନେ ହଠାତ୍ ପୁରା ଅଫ୍ ହେଇଗଲା ଆଉ ସେଥିରେ କିଛି ଅନ୍ କଲି ବି ଅନ୍ ହେଲାନି ତ ତାପରେ ସାର୍ ଆମର ଯାଇକିରି ଦେଖେଇଲାରୁ ସାର୍ ସେ କହିଲେ ଡିସପ୍ଲେ କଟିଯାଇଛି ତ ପୁରା ମାନେ ଫୋନ୍ ଖରାପ ହେଇଯାଇଛି ଆଉ ଫୋନ୍ ହିଁ ଇଏ ହେବନି ବୋଲି ଭାବୁଥିଲି ତ ପୁଣି ମୋ ଦିମାଗ ଖରାପ ହେଇଗଲା ମୁଁ କ'ଣ କରିବି କ'ଣ ନାହିଁ ବୋଲି ଭାବିଲି ଚ୍ୟାନେଲ୍ଟେ ଖୋଲିଛି ଚ୍ୟାନେଲ୍ ପୁଣି ନୂଆ ଫୋନ୍ ଆସିବ ନୂଆ ଫୋନ୍ରେ ପୁଣି କେବେ କରିପାରିବି ଚ୍ୟାନେଲ୍ ନୂଆଟା ମାନେ ମୋ ଚ୍ୟାନେଲ୍କୁ ପୁଣି କେମିତି କରିପାରିବି ସବୁ ମୋ ମନରେ ଭାବନା ଥିଲା ତେଣୁକରି ମୋତେ ଭାରି ଡର ଲାଗୁଥିଲା ତ ପୁଣି କେମିତି ସାର୍ କାହାକୁ କହିଥିଲେ ସେ ସଜେଇ ଦେଲା ସେ ଲୋକ ସଜେଇ ଦେଲେ ମାନେ ଦୋକାନୀ ବାଲା ସଜେଇ ଦେଲେ ତ ମୋ ଫୋନ୍ ଆସିଯାଇଛି ମୁଁ ଚାହିଁଲିଣି ବି ବହୁତ ଆଗରୁ ବହୁତ ଭିଡ଼ିଓ କରିଛି ଯେଉଁଟାକି ମାନେ ଆରମ୍ଭ କରୁଥିଲି ଭିଡ଼ିଓ କରିବା ପାଇଁ ପୁଣି କଣ୍ଟିନ୍ୟୁ କରିବି ବୋଲିକିରି କିନ୍ତୁ ମୁଁ କରୁଥିଲି ଅଧାରୁ ପୁଣି ରହିଯାଉଥିଲି ଏମିତି ହେଉଥିଲା ମୋ ଦିମାଗ ବି ମୋ ମାଇଣ୍ଡ ବି ଘର ଆଡ଼ୁ କିଛି ମାନେ ଡିଷ୍ଟର୍ବ ଥିଲା ମୋତେ ଏଠି କିଛି ଭଲ ବି ଲାଗୁନଥିଲା ମାନେ ଭିଡ଼ିଓ କରୁଥିଲି ତାପରେ ପୁଣି କ'ଣ ହୁଏ ଯେ ମୁଁ ଭିଡ଼ିଓକୁ ବନ୍ଦ କରିକିରି ରଖିଦିଏ ଏମିତି କରିଦିଏ ତାପରେ ସେଠୁ ଛୁଆମାନେ ଘରର ଜଞ୍ଜାଳ ଏମିତିରେ ରହିଗଲି ଆଉ ମୁଁ ଭିଡ଼ିଓ କରିପାରିଲିନି ପୁଣି ଆଜିଠାରୁ ଆପଣମାନଙ୍କ ସହିତ ମୁଁ ଭିଡ଼ିଓ କରିବା ପାଇଁ ଆରମ୍ଭ କରିଛି ତ ଦେଖାଯାଉ ଆପଣମାନେ ମୋତେ ପୁଣି ଯେମିତି ସପୋର୍ଟ କରୁଥିଲେ ସେମିତି ସପୋର୍ଟ କରୁଛନ୍ତି କି ନାହିଁ ମୁଁ ଚାହିଁବି ଆପଣମାନେ ମୋତେ ସେମିତି ସପୋର୍ଟ କରନ୍ତୁ ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବେ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ସାଙ୍ଗମାନେ ନମସ୍କାର।